ନମସ୍କାର। ଜୟ ଜଗନ୍ନାଥ। ଗରୁଡ଼ ପ୍ରଜାପତି ଦକ୍ଷଙ୍କର 13 ଜଣ କନ୍ୟା ଥିଲେ, ଯାହାକୁ ଋଷି କଶ୍ୟପ ବିବାହ କରିଥିଲେ। କଦ୍ରୁ ଓ ବିନତା ନାମକ 2 ଜଣ ପତ୍ନୀଙ୍କୁ ସେ ବହୁତ ଭଲ ପାଉଥିଲେ। ଦିନେ ମହର୍ଷି ପ୍ରସନ୍ନ ହୋଇ କହିଲେ, ତୁମେ 2 ଜଣ କିଛି ବର ମାଗିପାର। କଦ୍ରୁ କହିଲେ, ମୋର 1000 ଗୋଟି ନାଗପୁତ୍ର ଜନ୍ମ ହୁଅନ୍ତୁ। ଓ ବିନତା ମାଗିଲେ, ମୋର 2ଟି ପୁତ୍ର ଦରକାର, ଯିଏକି କଦ୍ରୁର 1000 ଗୋଟି ନାଗପୁତ୍ରଙ୍କ ଠାରୁ ଶକ୍ତିଶାଳୀ ହୋଇଥିବ। କିଛି ମାସ ଗଲା ପରେ କଦ୍ରୁ 1000ଟି ଅଣ୍ଡା ଦେଲେ ଓ ବିନତା 2 ଗୋଟି ଅଣ୍ଡା ଦେଲେ। କଦ୍ରୁଙ୍କର ଅଣ୍ଡା ଫୁଟି 1000 ଗୋଟି ନାଗପୁତ୍ର ଜନ୍ମ ନେଲେ ଓ ସେ ବହୁତ ଖୁସି ହେଲେ। କିନ୍ତୁ ବିନତାଙ୍କ ଅଣ୍ଡା ଏପର୍ଯ୍ୟନ୍ତ ଫୁଟି ନଥିବାରୁ ସେ କଦ୍ରୁଙ୍କ କଥାରେ ପଡ଼ି ଗୋଟିଏ ଅଣ୍ଡା ଫୁଟାଇ ଦେଲେ। ଅଣ୍ଡା ଭିତରୁ ନିଜ ପୁତ୍ରର ଅର୍ଦ୍ଧ ବିକଶିତ ଶରୀର ଦେଖି ସେ ଡରିଗଲେ, କାରଣ ପିଲାଟିର ଉପରି ଭାଗ ବିକଶିତ ହୋଇଥିଲା, କିନ୍ତୁ ତଳ ଭାଗଟି ଅର୍ଦ୍ଧ ବିକଶିତ ହୋଇଥିବାରୁ ସେ ଅସମ୍ପୂର୍ଣ୍ଣ ଥିଲା। ବିନତା କହିଲେ, ହେ ପ୍ରଭୁ, ମୁଁ ତରବରରେ ଏ କ'ଣ କରିଦେଲି? ଏତିକି ବେଳେ ଅଣ୍ଡା ମଧ୍ୟରେ ଥାଇ ବାଳକଟି କହିଲେ, ତୁମେ ମା ହୋଇ ମଧ୍ୟ ଅପେକ୍ଷା ନ କରି ଏପରି କଲ। ତୁମେ ଅପରାଧ କରିଛ। ତୁମେ ନିଜର ସ୍ୱାର୍ଥ ପାଇଁ ମୋତେ ପୂର୍ଣ୍ଣ ରୂପେ ବିକଶିତ ହେବାକୁ ଦେଲ ନାହିଁ। ମୁଁ ତୁମକୁ ଅଭିଶାପ ଦେଉଛି। ଯାହା କଥାରେ ପଡ଼ି ତୁମେ ଏପରି କଲ, ତୁମେ ତାଙ୍କର ଦାସୀ ହୋଇ ରହିବ ଏବଂ ତୁମର ଅନ୍ୟ ପୁତ୍ର ଜନ୍ମ ହେବା ଯାଏଁ ଅପେକ୍ଷା କର, ସେ ତୁମକୁ ଶାପମୁକ୍ତ କରିବ। ଏହା କହି ସେ ଉଡ଼ିଗଲେ। ସେ ଥିଲେ ଅରୁଣ, ଯିଏକି ସୂର୍ଯ୍ୟଦେବଙ୍କ ସାରଥୀ ହେଲେ। ବିନତା ଅନ୍ୟ ଅଣ୍ଡାଟି ଫାଟିବା ପର୍ଯ୍ୟନ୍ତ ଅପେକ୍ଷା କଲେ। ଏପଟେ କଦ୍ରୁ ବିନତାଙ୍କୁ ନିଜର ଦାସୀ କରି ରଖିଲେ। ବିନତା କଦ୍ରୁଙ୍କର ସବୁ କାମ କରୁଥିଲେ। ଅନ୍ୟ ଏକ କଥା ରହିଛି ଯେ, ଥରେ ସ୍ୱର୍ଗରେ ଗୋଟିଏ ଘୋଡ଼ା ଦେଖି ତାର ରଙ୍ଗ କ'ଣ, ଏହା ସ୍ଥିର କରିବାକୁ କଦ୍ରୁ ଓ ବିନତାଙ୍କ ମଧ୍ୟରେ ବିବାଦ ହେଲା। କଦ୍ରୁ କହିଲେ, ଘୋଡ଼ାଟି ଧଳା, କିନ୍ତୁ ତାର ଲାଞ୍ଜ କଳା। ବିନତା କହିଲେ, ଘୋଡ଼ାଟି ସମ୍ପୂର୍ଣ୍ଣ ରୂପେ ଧଳା। କଦ୍ରୁ କହିଲେ, ଠିକ୍ ଅଛି, କାଲି ଯାଇ ଦେଖି ଆସିବା। ଯାହାର କଥା ମିଥ୍ୟା ହୋଇଥିବ, ସେ ଦାସୀ ହୋଇ ରହିବ। ଏହାପରେ କଦ୍ରୁ ନିଜର ନାଗପୁତ୍ରମାନଙ୍କୁ ଘୋଡ଼ାର ଲାଞ୍ଜରେ ଗୋଡ଼େଇ ହୋଇ ରହିବାକୁ କହିଲେ, ଯାହାଦ୍ୱାରା ଲାଞ୍ଜଟି କଳା ଦିଶିବ। ପରଦିନ ସେମାନେ ଯାଇ ଦେଖିବାରୁ ଘୋଡ଼ାର ଶରୀର ଧଳା ଓ ଲାଞ୍ଜଟି କଳା ଥିଲା, ଯାହାଫଳରେ କଦ୍ରୁଙ୍କ ପାଖରେ ବିନତା ଦାସୀ ହୋଇ ରହିଲେ। କିଛି ଦିନ ପରେ ବିନତାଙ୍କ ଅଣ୍ଡାଟି ଫୁଟିଲା। ସେଥିରୁ ଏକ ମହାନ ତେଜସ୍ୱୀ ବାଳକ ଉତ୍ପନ୍ନ ହେଲେ, ଯାହାର ନାମ ଗରୁଡ଼ ରଖାଗଲା। ଗରୁଡ଼ ଦିନକୁ ଦିନ ବଡ଼ ହେବାକୁ ଲାଗିଲେ। କଦ୍ରୁଙ୍କର 1000 ନାଗପୁତ୍ରଙ୍କ ଠାରୁ ସେ ଶକ୍ତିଶାଳୀ ହେଲେ। ଏହା ଫଳରେ କଦ୍ରୁ ଓ ବିନତାଙ୍କ ମଧ୍ୟରେ ଥିବା ସମ୍ପର୍କ ଦିନକୁ ଦିନ ତିକ୍ତତା ଦେଖାଗଲା। ଏହାପରେ ଗରୁଡ଼ ନିଜ ମାତାଙ୍କୁ ଦାସୀ ହେବାର ଦେଖି ଯାଇ ପଚାରିଲେ, ମାତା, ଏହାର ସମାଧାନ କିପରି ହୋଇପାରିବ? ବିନତା ଓ ଗରୁଡ଼ ଯାଇ ଏକଥା କଦ୍ରୁଙ୍କୁ ପଚାରିଲେ ଓ କଦ୍ରୁ କହିଲେ, ତୁମେ ମୋ ପୁତ୍ରମାନଙ୍କ ପାଇଁ ସ୍ୱର୍ଗରେ ଥିବା ଅମୃତ ନେଇ ଆସ, ତାପରେ ମୁଁ ତୁମ ମାତାଙ୍କୁ ଦାସୀ ଜୀବନରୁ ମୁକ୍ତ କରିବି। ଗରୁଡ଼ ନିଜର ମାତା ପିତାଙ୍କ ଠାରୁ ଜାଣିଲା ଯେ, ଇନ୍ଦ୍ରଙ୍କ ଦ୍ୱାରା ବହୁ ସୁରକ୍ଷାରେ ଅମୃତ କଳସ ରହିଛି। ସେଠାରେ ପହଞ୍ଚିବା ଏତେ ସହଜ ନୁହେଁ। ଗରୁଡ଼ କହିଲେ, ଆପଣ ମୋତେ ସେଠାକୁ ଯିବାର ଠିକଣା କୁହନ୍ତୁ। ମୁଁ ଯେମିତି ବି ହେଉ ଅମୃତ ନେଇ ଆସିବି। ଏହାପରେ କଶ୍ୟପ ଗରୁଡ଼ଙ୍କୁ ଇନ୍ଦ୍ରଙ୍କର ଠିକଣା କହିଲେ। ଗରୁଡ଼ କହିଲେ, ମୋତେ ଭୋକ ଲାଗୁଛି। ଏତେ ଲମ୍ବା ରାସ୍ତା ମଧ୍ୟରେ ମୁଁ କ'ଣ ଖାଇ ମୋର କ୍ଷୁଧା ମେଣ୍ଟାଇବି? କଶ୍ୟପ କହିଲେ, ବାଟରେ ନିଷାଦ ଓ ସରୋବର ଭିତରେ ଏକ ବିଶାଳ କଇଁଛ ରହିଛି। ବଣରେ ବିଶାଳକାୟ ହାତୀ, ସେମାନେ ଅତି କ୍ରୂର, ସେମାନଙ୍କୁ ଖାଇପାରିବ। ଗରୁଡ଼ ସେପରି କଲେ। ସେ ନିଷାଦ, କଇଁଛ ଓ ହାତୀକୁ ଆହାର କଲେ। ଏହାପରେ ସେ ଯାଇ ଅମୃତ ସରୋବରରେ ପହଞ୍ଚିଲେ। ଦେଖିଲେ ଇନ୍ଦ୍ର ଅମୃତର ସୁରକ୍ଷା ପାଇଁ ଚାରିପାଖରେ ଦେବ ଓ ଚକ୍ର ରଖିଛନ୍ତି। ଗରୁଡ଼ଙ୍କୁ ଦେଖି 2 ଜଣ ଦେବ ଆକ୍ରମଣ କଲେ। ଗରୁଡ଼ ନିଜର ଥଣ୍ଟ ଓ ମୁନିଆ ନଖରେ ତାଙ୍କୁ ବେହୋସ କରିଦେଲେ ଓ ଅମୃତ କଳସକୁ ନିଜ ପଞ୍ଝାରେ ଧରି ଉଡ଼ିଗଲେ। ଏହାପରେ ଇନ୍ଦ୍ରଙ୍କ ପାଖକୁ ଯାଇ 2 ଦୂତ ସବୁ କହିଲେ। ଏହାପରେ ଇନ୍ଦ୍ର କହିଲେ, ସେ କଇଁଛ ଓ ହାତୀକୁ ଆହାର କରିଛି। ଏହାପରେ ସେ ଗରୁଡ଼କୁ ଖୋଜିବା ପାଇଁ ବାହାରିଗଲେ। ବାଟରେ ସେ ଗରୁଡ଼ ଉପରକୁ ନିଜର ବଜ୍ର ନିକ୍ଷେପ କଲେ, କିନ୍ତୁ ଗରୁଡ଼ଙ୍କର କିଛି କ୍ଷତି ହେଲା ନାହିଁ। ବରଂ ଗରୁଡ଼ ନିଜର ଥଣ୍ଟରେ ଇନ୍ଦ୍ରଙ୍କୁ ଆଘାତ କଲେ। ଇନ୍ଦ୍ର ଜାଣିପାରିଲେ ଯେ, ଇଏ ଜଣେ ପରାକ୍ରମୀ ଅଟେ, ୟାକୁ ବଳରେ ନୁହେଁ ବୁଦ୍ଧିରେ ମନେଇବାକୁ ପଡ଼ିବ। ଇନ୍ଦ୍ର କହିଲେ, ହେ ପକ୍ଷୀରାଜ, ଏହି ଅମୃତ କଳସକୁ ମୋତେ ଦେଇଦିଅ। ଏହା ପ୍ରତିବଦଳରେ ତୁମେ ଯାହା ଚାହିଁବ ମାଗିପାରିବ। ଗରୁଡ଼ କହିଲେ, ମୁଁ ମୋ ମାତାଙ୍କ ଦାସୀ ଜୀବନରୁ ମୁକ୍ତ ପାଇଁ ନାଗମାତାଙ୍କୁ ନେବାକୁ ଯାଉଛି। ଇନ୍ଦ୍ର କହିଲେ, ଏହି ଅମୃତ ମୁଁ ଦେବି ନାହିଁ। ସଠିକ୍ ସମୟ ଦେଖି ମୁଁ ସେଠାରୁ ନେଇ ଆସିବି। ଗରୁଡ଼ କହିଲେ, ଏହା ପ୍ରତିବଦଳରେ ମୋତେ କ'ଣ ମିଳିବ? ଇନ୍ଦ୍ର କହିଲେ, ମୁଁ ତୁମକୁ ନାଗମାନଙ୍କୁ ଭକ୍ଷଣ କରିବାର ଆଶୀର୍ବାଦ ଦେଉଛି। ଏହାପରେ ଗରୁଡ଼ ଅମୃତ କଳସ ନେଇ କଦ୍ରୁଙ୍କ ପାଖରେ ପହଞ୍ଚିଲେ ଓ କହିଲେ, ଆପଣଙ୍କ କଥା ଅନୁସାରେ ମୁଁ ଅମୃତ କଳସ ନେଇ ଆସିଛି। ଏବେ ମୋ ମାତାଙ୍କୁ ଦାସୀ ଜୀବନରୁ ମୁକ୍ତି କରନ୍ତୁ। କଦ୍ରୁ ସେହିକ୍ଷଣି ବିନତାଙ୍କୁ ମୁକ୍ତ କଲେ। ତା ପରଦିନ ସକାଳୁ ଅମୃତ
ନାଗମାନଙ୍କୁ ପିଆଇବାକୁ ସ୍ଥିର କରି ଚାଲିଗଲେ। ରାତ୍ରିର ସଠିକ୍ ସୁଯୋଗ ଦେଖି ଇନ୍ଦ୍ର ଅମୃତ କଳସକୁ ଚୋରାଇ ନେଇଗଲେ। ତା ପରଦିନ ନାଗମାନେ ଯାଇ ଦେଖିଲେ ସେଠାରେ ଅମୃତ କଳସ ନାହିଁ। ସେମାନେ ଦୁଃଖୀ ହେଲେ ଓ ସେଠାରେ ପଡ଼ିଥିବା ଅମୃତ ବୁନ୍ଦାକୁ ଚାଟିଲେ, ଯାହାଦ୍ୱାରା ତାଙ୍କର ଜିଭ ଦୁଇଖଣ୍ଡ ହୋଇଗଲା। ଗରୁଡ଼ଙ୍କର ମାତୃଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ଗରୁଡ଼ଙ୍କ ନିକଟରେ ପ୍ରକଟ ହେଲେ ଓ କହିଲେ, ମୁଁ ତୁମର ମାତୃଭକ୍ତି ଦେଖି ପ୍ରସନ୍ନ। ମୁଁ ଚାହୁଁଛି ତୁମେ ଆଜିଠାରୁ ମୋର ବାହନ ହୋଇ ରୁହ। ଗରୁଡ଼ କହିଲେ, ମୁଁ ବହୁତ ଭାଗ୍ୟବାନ ପ୍ରଭୁ, ଆପଣ ମୋତେ ନିଜର ବାହନ କଲେ। ମୁଁ ପ୍ରତିକ୍ଷଣ ଆପଣଙ୍କ ସହ ରହିବି ଓ ସେବା କରିବି। ସେହିଦିନଠାରୁ ଗରୁଡ଼ ଭଗବାନ ବିଷ୍ଣୁଙ୍କର ବାହନ ହେଲେ ଏବଂ ସେହିଦିନଠାରୁ ନାଗ ଏବଂ ଗରୁଡ଼ ଜଣ ଜଣଙ୍କର ଶତ୍ରୁ ଅଟନ୍ତି।